ବରୁଣ ଜଳ ଏବଂ ସାଗରଙ୍କର ଅଧିଷ୍ଠାତୃ ଦେବତା। ଆମେ ବାହାରୁ ଦେଖିଲେ ସାଗର ମହାସାଗର ମାନଙ୍କର ଆମେ ଜୀବନକୁ ଛାଡ଼ିବା ଭଳି ଜଣା ପଡନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ସାଗର ମହାସାଗର ମାନଙ୍କର କଥା ଜାଣନ୍ତି ସେ ବୁଝି ପାରନ୍ତି ଯେ ଜଳ ମଧ୍ୟରେ ବିଭିନ୍ନ ପ୍ରକାର ଜୀବ ଅଛନ୍ତି। ଜଳ ଦ୍ୱାରା ଆବୃତ ହୋଇଥିବା ସାମ୍ରାଜ୍ୟର ସମ୍ରାଟ ହେଉଛନ୍ତି ବରୁଣ। ସାଗରର ଅନ୍ତଃସ୍ଥଳରେ କଣ ସଂଗଠିତ ହେଉଛି ଯେପରି କେହି ଜାଣନ୍ତି ନାହିଁ, ସେହିପରି ସବୁର ଫଳ ସାଧନ ପାଇଁ ରାଜା ପୃଥୁ କି ପ୍ରକାର କାର୍ଯ୍ୟଧାରା ନଉଛନ୍ତି ତାହା କେହି ଜାଣିପାରିବେ ନାହିଁ। ବାସ୍ତବିକ ତାଙ୍କର କୂଟନୀତିର ଧାରା ଅତ୍ୟନ୍ତ ଗମ୍ଭୀର। ରାଜାଙ୍କ ପାଖରେ ଯୋଉ କୂଟନୀତି ଥାଏ ତାହା ପ୍ରକାଶ୍ୟ ହୁଏ ନାହିଁ। ରାଜା ପୃଥୁଙ୍କର ଧନ ଆଦି କେହି ଜାଣିପାରିଲେ ନାହିଁ। ଅନ୍ତତଃ ତାଙ୍କ ଗୁଣଧାମ ହୋଇଥିବା ହେତୁ ଅନନ୍ତ ସର୍ବପ୍ରକାର ସଫଳତା ସମ୍ଭବପର ହୋଇଛି। ତେଣୁ କହିବାର ତାତ୍ପର୍ଯ୍ୟ ଏଠି ପ୍ରଧାନ କଥାଟି ହେଉଛି ବର୍ଣ୍ଣାଶ୍ରମ ଧାରାରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ପାଇବା ଉଚିତ। ତାହେଲେ ଧନ କେବଳ ସତ୍ ଉଦ୍ଦେଶ୍ୟରେ ହିଁ ଖର୍ଚ୍ଚ ହବ, ଅନ୍ୟଥା ନୁହେଁ। ଧନ ଅର୍ଜନ ସୁବ୍ୟୟ କେବଳ, ରାଧାନାଥ ଲେଖିଲେ ତାଙ୍କର ଦରବାର କାବ୍ୟରେ। କହିଲେ ଧନ ସମ୍ପତ୍ତି ଅର୍ଜନ କର, ଠିକ ରାସ୍ତାରେ ଖର୍ଚ୍ଚ କର, ନହେଲେ ହବ ନାହିଁ। ତେଣୁ ବେଣ ରୂପ ଅରଣୀ, ଆମେ ଅରଣୀ କହିଲେ ଯଜ୍ଞ କାଠକୁ ବୁଝୁ। ସେଇ ଯୋଉ ଯଜ୍ଞ କାଠରୁ ପୃଥୁ ରୂପକ ଏଇ ଯେ ଅଗ୍ନି ଉତ୍ପନ୍ନ ହେଇଛି, ତାହାଙ୍କୁ ଶତ୍ରୁ ବର୍ଗ ମନ ଦ୍ୱାରା ମଧ୍ୟ ସ୍ପର୍ଶ କରିପାରିବେ ନାହିଁ।